ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ସ୍ୱର୍ଗଦ୍ୱାରରୁ ଫେରିଛି ମୂର୍ତ୍ତ ଦେହ ଅର୍ଥାତ୍ ସ୍ୱର୍ଗଦ୍ୱାରରୁ ଫେରିଛି ଶବ। ଏହା ଆଶ୍ଚର୍ଯ୍ୟ ଲାଗି ଯେତିକି ଆଶ୍ଚର୍ଯ୍ୟ ଅବିଶ୍ୱସନୀୟ ଲାଗୁଛି ଏହା ସମ୍ଭବ ହୋଇଛି ଗତକାଲି ଗଞ୍ଜାମ ଡିଷ୍ଟ୍ରିକ୍ଟର ପୋଲସରା ଅଞ୍ଚଳରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗଞ୍ଜାମ ଡିଷ୍ଟ୍ରିକ୍ଟର ପୋଲସରା ଅଞ୍ଚଳର ପି ଲକ୍ଷ୍ମୀ ଡକ୍ଟର ମୃତ ଘୋଷଣା କରିସାରିବା ପରେ ତାଙ୍କୁ ସ୍ୱର୍ଗଦ୍ୱାର ନେଇଯାଇଥିଲେ ଉକ୍ତ ବୃଦ୍ଧାଙ୍କ ପରିବାର ବ୍ୟକ୍ତି ଏବଂ ସମ୍ପର୍କୀୟମାନେ। କିନ୍ତୁ ସ୍ୱର୍ଗଦ୍ୱାରରେ ମିରାକିଲ୍ ହେଲା ଭଳି ଏମିତି ଏକ ଘଟଣା ଘଟିଛି। ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବାକୁ କିଛି ସମୟ ଥିବା ସମୟରେ ହଠାତ୍ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଫେରିଥିଲା ଏବଂ ବନ୍ଧୁ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଥିଲେ, ଚକିତ ହୋଇଥିଲେ। ତାଙ୍କୁ ସ୍ୱର୍ଗଦ୍ୱାରରୁ ଫେରାଇ ଆଣି ପୁଣି ଡକ୍ଟରଙ୍କ ପରାମର୍ଶ ନେଇଥିଲେ। ଏବେ ସେ ମଧ୍ୟ ଚିକିତ୍ସିତ ହେଉଛନ୍ତି, ଯାହା ବିଶେଷ ସୂତ୍ରରୁ ଖବର ଆସୁଛି। ଏହା ଗଞ୍ଜାମ ଡିଷ୍ଟ୍ରିକ୍ଟର ପୋଲସରା ଅଞ୍ଚଳକୁ ଦୋହଲାଇ ଦେଇଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ସ୍ୱର୍ଗଦ୍ୱାରରୁ ଫେରିଛନ୍ତି ଶବ। ଏହା ଆଶ୍ଚର୍ଯ୍ୟ ଚକିତ ଲାଗୁଥିଲେ ମଧ୍ୟ ଏହା ସମ୍ଭବ ହୋଇଛି। ଏମିତି ଏକ ଘଟଣା ଘଟିଛି ପୁରୀର ସ୍ୱର୍ଗଦ୍ୱାରରେ ଏବଂ ପୋଲସରା ଅଞ୍ଚଳର ଜଣେ ମହିଳା ପି ଲକ୍ଷ୍ମୀଙ୍କ